କାଠଯୋଡ଼ି ରେ ବ୍ରିଜ କାମ ଚାଲିଥିଲା ବେଳେ ଅଘଟଣ। କ୍ରେନ୍ ଛିଣ୍ଡି ପଡ଼ିବାରୁ ଅଘଟଣରେ ସ୍ଲାବ୍ ତଳେ ଚାପି ହୋଇ ରହିଲେ 5 ଶ୍ରମିକ। କାଠଯୋଡ଼ିର ରିଙ୍ଗ ବନ୍ଧରେ ବ୍ରିଜ କାମ ବେଳେ ବ୍ରିଜ ଉପରକୁ ସ୍ଲାବ୍ ଉଠାଇଲା ବେଳେ ମେସିନ୍ ସହ ଖସି ପଡ଼ିଲା, ଯାହାଫଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ 3 ଶ୍ରମିକ ମୃତ୍ୟୁ ଘଟିଥିବା ବେଳେ 2 ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତରମାନଙ୍କୁ ଏସ୍ସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାଥମିକ କାର୍ଯ୍ୟ କରିବା ପରେ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା। ଯେଉଁ ବ୍ରିଜ ଶହ ଶହ ଗାଡ଼ିର ଭାର ସମ୍ଭାଳିଥାନ୍ତା, ତାହା ଆଜି ଭୁଷୁଡ଼ି ଯାଇଛି। ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଲୋକମାନେ ସନ୍ଦେହ ପ୍ରକାଶ କରିଛନ୍ତି। ବ୍ୟୁରୋ ରିପୋର୍ଟ, ପବ୍ଲିକ୍ ମିଡ଼ିଆ।